ଜୟ ଜଗନ୍ନାଥ। ରାଜା ଓ କାଠୁରିଆ କାହାଣୀ ଆଜି ଆମେ ଜାଣିବା। ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭଙ୍ଗଂ লক্ষ্মীকান্তং কমলনয়নং যোগীরানগম্যং বন্দে বিষ্ণু ভবয়হরং সর্বলোকৈকনাথং তুমেব মাতা চ পিতা তুমেব বন্ধু চ সখা তুমেব বিদ্যা দ্রবিণং তুমেব সর্ব মম দেব দেব। জয় জগন্নাথ, জয় মা মঙ্গলা। নমস্କାର ବନ୍ଧୁଗଣ, ମୁଁ ଦୀପକ ଆଚାର୍ଯ୍ୟ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେମାନେ ଜାଣିବା ଏକ ରାଜା ଓ କାଠୁରିଆ ବିଷୟରେ ଆଲୋଚନା କରିବା। ଆସନ୍ତୁ ଜାଣିବା। ଏକ ରାଜ୍ୟରେ ରାଜା ରାଜୁତି କରୁଥାନ୍ତି ଏବଂ ତାଙ୍କର ଏକ ପ୍ରଜା କାଠୁରିଆ ସେହି ରାଜ୍ୟରେ ବାସ କରୁଥାଏ। କାଠୁରିଆ ପ୍ରତିଦିନ କାଠ କାଟିବା ପାଇଁ ରାଜାଙ୍କର ନଅର ଦେଇ ଜଙ୍ଗଲକୁ ଯାଏ। ସେ ଯିବା ସମୟରେ ରାଜାଙ୍କର ଦୃଷ୍ଟି ତାର ଉପରେ ପଡ଼େ ଏବଂ ରାଜାଙ୍କର ମନରେ ତା ପ୍ରତି ଦୟା ଆସେ। ରାଜା ଭାବନ୍ତି ଲୋକଟି କେତେ କଷ୍ଟ କରୁଛି, କିନ୍ତୁ ଯେତେବେଳେ କାଠୁରିଆ ଜଙ୍ଗଲରୁ କାଠ ହାଣି ଫେରେ ସେ ସମୟରେ ରାଜାଙ୍କର ଦୃଷ୍ଟି ପଡ଼େ ଓ ରାଜା ତା ଉପରେ ରାଗିଯାଆନ୍ତି। ଭାବନ୍ତି ଏ ଲୋକଟିର ମୁହଁ ମୁଁ ଦେଖିବା ପାଇଁ ଚାହେଁନି। ଏହା ଭାବି ରାଜା ମନେ ମନେ ଭାବନ୍ତି ଯେ ସକାଳେ ଯିବା ସମୟରେ ମୁଁ ତା ପ୍ରତି ଦୟା ଆସୁଛି, ମୋର ତା ପ୍ରତି ଦୟା ଆସୁଛି ଏବଂ ଫେରିବା ସମୟରେ ମୋର କାହିଁକି ତା ପ୍ରତି ଘୃଣା ଆସୁଛି। ଏହା ଭାବି ରାଜା ମନ୍ତ୍ରୀଙ୍କୁ ପଚାରିଲେ ଓ ମନ୍ତ୍ରୀ ଏହାର ଉତ୍ତରରେ କହିଲେ, ମୋତେ କିଛି ଦିନ ସମୟ ଦିଅନ୍ତୁ, ମୁଁ ଆପଣଙ୍କର ଏ ପ୍ରଶ୍ନର ସମାଧାନ କରିଦେବି। ଏହାପରେ ମନ୍ତ୍ରୀ ରୂପ ବଦଳାଇ ସେହି କାଠୁରିଆ ଘରେ ଅତିଥି ରୂପରେ ପହଞ୍ଚିଲେ ଓ କହିଲେ, ମୁଁ ବିଦେଶୀ, ମୋତେ ଏକ ଦିନ ଆପଣଙ୍କ ଗୃହରେ ଆଶ୍ରୟ ଦିଅନ୍ତୁ। କାଠୁରିଆ ଗରିବ ଥିଲା। ସେ କହିଲା, ମୋ ଘରେ ରହିପାରିବେନି। କିନ୍ତୁ ମନ୍ତ୍ରୀ ଅର୍ଥ ଦେବା ପାଇଁ କହିବାରୁ କାଠୁରିଆ ରାଜି ହୋଇଗଲା ଓ ଆଶ୍ରୟ ଦେଲା। ମନ୍ତ୍ରୀ କାଠୁରିଆ ପରିବାର ଯଥା ତାର ବାପା, ମା ଓ ଦୁଇ ସନ୍ତାନ ଓ ତାର ସ୍ତ୍ରୀ ଏମାନଙ୍କ ବିଷୟରେ ପଚାରି ବୁଝିଲେ ଓ ତାର ଅଭାବ ଅସୁବିଧା କଥା ଜାଣିଲେ। ଏହା ଭିତରେ କାଠୁରିଆ ତାର ଏକ ଘରେ ଚନ୍ଦନ କାଠ ଭର୍ତ୍ତି କରି ରଖିଥିଲା ଓ ସେ ଚନ୍ଦନ କାଠ ମନ୍ତ୍ରୀଙ୍କୁ ଦେଖାଇଥିଲା। ମନ୍ତ୍ରୀ ଚନ୍ଦନ କାଠ ଦେଖିବା ପରେ କହିଲେ, ଚନ୍ଦନ କାଠ ଏତେ ଚନ୍ଦନ କାଠ ଅଛି, ତୁମେ ବିକ୍ରି କରି ଭଲ ପଇସା କମେଇ ପାରନ୍ତ, କିନ୍ତୁ ଏହାକୁ ବିକୁନ କ'ଣ ପାଇଁ? କାଠୁରିଆ କହିଲା, ଏ କାଠ ମୁଁ ରଖିଛି ଆମ ରାଜ୍ୟର ରାଜା ଯେବେ ମରିବେ ସେବେ ମୁଁ ବିକିଦେବି ଓ ମୋତେ ଭଲ ଅର୍ଥ ମିଳିବ। ତେଣୁ କାଠୁରିଆ ସକାଳ ସମୟରେ ଜଙ୍ଗଲକୁ ଯିବା ସମୟରେ ଭଲ ମନ ନେଇଯାଏ ଓ ଭାବେ କେମିତି କାଠ କାଟିବି ଓ ପରିବାର ପୋଷଣ କରିବି। କିନ୍ତୁ ଫେରିବା ସମୟରେ ସେ ଭାବେ ଏ ରାଜା କେବେ ମରିବେ, ମୋର ଅଭାବ ଦୂର ହେବ, ମୁଁ ମୋର ଚନ୍ଦନ କାଠ ବିକିବି। ତେଣୁ ଏହି କାରଣ ପାଇଁ ରାଜାଙ୍କ ମନରେ ସମାନ ଭାବନା ସୃଷ୍ଟି ହୁଏ। ସକାଳ ସମୟରେ ତା ପ୍ରତି ଦୟା ଆସେ ଆଉ ସନ୍ଧ୍ୟା ସମୟରେ ତା ପ୍ରତି ଘୃଣା ଆସେ। ଏହାପରେ ମନ୍ତ୍ରୀ କାଠୁରିଆ ଘରୁ ଫେରି ଆସିଲେ। ରାଜାଙ୍କୁ କହିଲେ, ଆମ ରାଜଉଆସରେ ସବୁ ଅଛି, କିନ୍ତୁ ଚନ୍ଦନ କାଠର ପଲଙ୍କ ନାହିଁ। ଆମେ ଯଦି ଗୋଟେ ଚନ୍ଦନ କାଠ ପଲଙ୍କ କରନ୍ତେ ତାହେଲେ ଭଲ ହୁଅନ୍ତା। ଏହାପରେ ରାଜା କହିଲେ, ଠିକ୍ ଅଛି, ଚନ୍ଦନ କାଠ ଏତେ କେଉଁଠୁ ମିଳିବ?
ମନ୍ତ୍ରୀ କହିଲେ ଆପଣ ସେ ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅନ୍ତୁ। ନା ହଉ ଠିକ୍ ଅଛି, ଗୋଟେ ଚନ୍ଦନ କାଠର ପଲଙ୍କ ତିଆରି କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଏତେ ଚନ୍ଦନ କାଠ କେଉଁଠୁ ଆସିବ ତାହା ଆପଣଙ୍କ ଦାୟିତ୍ୱରେ ରହିଲା। ଏହାପରେ ମନ୍ତ୍ରୀ ନିଜ ମନ୍ତ୍ରୀ ରୂପରେ କାଠୁରିଆ ଘରେ ପହଞ୍ଚିଥିଲେ ଓ କହିଲେ ଆମର ଚନ୍ଦନ କାଠ ଦରକାର। କାଠୁରିଆ କହିଲା ମୋ ପାଖରେ ଚନ୍ଦନ କାଠ ନାହିଁ। ମନ୍ତ୍ରୀ କହିଲେ ତୁମେ ମୋତେ ଯେତେ ପରିମାଣର ଅର୍ଥ ମାଗିବ ମୁଁ ଚନ୍ଦନ କାଠ ନେବା ପାଇଁ ସେ ଅର୍ଥ ଦେବାକୁ ହିଁ ରାଜି ଅଛି। କାଠୁରିଆ ଭାବିଲା ଯଦି ରାଜା କେବେ ମରିବ କ'ଣ କରିବ ତ ମୁଁ ଜାଣିନି, ତେଣୁ ଯଦି ଏଇ କାଠ ମୁଁ ବିକି ଦେଉଛି ପୁନର୍ବାର ଆଉ କାଠ ସଂଗ୍ରହ କରିପାରିବି ବା ରାଜାଙ୍କ ପାଇଁ ରଖିପାରିବି, କିନ୍ତୁ ଏବେ ମୋର ତ ଅଭାବ ତ ଦୂର ହୋଇଯିବ। ତେଣୁ ଏହାପରେ କାଠୁରିଆ ଚନ୍ଦନ କାଠ ଦେବା ପାଇଁ ରାଜି ହେଲା ଓ ମନ୍ତ୍ରୀଙ୍କୁ ଦେଲା। ତାପରେ ମନ୍ତ୍ରୀ ସେ ଚନ୍ଦନ କାଠ ଆଣି ରାଜାଙ୍କୁ ଉଆସରେ ପହଞ୍ଚାଇଲେ ଓ ଏବଂ ଚନ୍ଦନ କାଠର ପଲଙ୍କ ତିଆରି ହେଲା। ଚନ୍ଦନ କାଠ ବିକ୍ରି ହୋଇଯିବା ପରେ କାଠୁରିଆ ପାଖରେ ଆଉ ଚନ୍ଦନ କାଠ ରହିଲା ନାହିଁ, କିମ୍ବା ସେ ରାଜାଙ୍କର ମରଣ ପାଇଁ ବା ରାଜା କେବେ ବରଣ କରିବେ ସେ ଭାବିଲା ନାହିଁ। ତେଣୁ ରାଜାଙ୍କ ମନରେ ବି ତା ପ୍ରତି ଘୃଣା ଆଉ ଆସିଲା ନାହିଁ। ଏହାପରେ କାଠୁରିଆ ନିଜ କାମରେ ବ୍ୟସ୍ତ ରହିଲା, ଆଉ ରାଜାଙ୍କର ବି ତା ପ୍ରତି ଘୃଣା ଆସିଲା ନାହିଁ। ତେଣୁ ଏହି କାରଣରୁ ଏହି କାହାଣୀରୁ ଆମେ ଶିଖିଲେ ଯେ ଆମେ ଯଦି କାହା ପ୍ରତି ଖରାପ ଭାବନା ନେଉଛେ ସେ ଲୋକର ବି ଆମ ପ୍ରତି ଖରାପ ଭାବନା ଆସିବ। ତେଣୁ ଆମେ ଆଜିଠୁ କାହା ପ୍ରତି ଖରାପ ଭାବନା ନେବା ନାହିଁ।